ରାମ ନାରାୟଣ ରାମ। ଧରତୀରେ ବହୁତ ସେ ସାଧାରଣ ଲୋକ ଅଛନ୍ତି ଯେଉଁଥିରେ ହିନ୍ଦୁ ହୋଇ ବି ହିନ୍ଦୁମାନଙ୍କୁ ଧମକି ଦେଇଥାନ୍ତି। ମୋତେ ମଧ୍ୟ ଗୋଟିଏ ଚିଠି ଆସିଥିଲା ଯାହାରେ ଲେଖାଥିଲା ଯେ ସେ ହିନ୍ଦୁ ସମାଜରୁ ଅଛନ୍ତି ଏବଂ ସେ ମୋର ମୃତ ଶରୀରକୁ ଶ୍ମଶାନ ଘାଟରେ ଜଳାଇବାକୁ ଦେବେ ନାହିଁ। ମୋତେ ନ ଜାଣି ଏହା କେନ୍ଦ୍ରିକ ଲୋକମାନେ କାହିଁକି କରନ୍ତି? ମୁଁ ଏହି କଥା ହିନ୍ଦୁ ଓ ମୁସଲମାନ ଦୁଇ ଧର୍ମର ଲୋକଙ୍କୁ କହିଥିଲି। ତେବେ ମୁସଲମାନ ଲୋକମାନେ କହିଲେ ଯେ ସେ ମୋତେ ମୃତ ଶରୀରକୁ ସେମାନଙ୍କର କବ୍ରିସ୍ତାନରେ ତାଲିକା ଦେବେ। ହିନ୍ଦୁମାନେ କହୁଛନ୍ତି ଯେ ମୁଁ ମୁସଲମାନଙ୍କ ତରଫରେ ଅଛି, କିନ୍ତୁ ଏହା ସତ୍ୟ ନୁହେଁ। ମୁଁ କେବଳ ପ୍ରକୃତି ଦେଖାଉଛି। ବାସ୍ତବରେ ଆରବ ଦେଶରେ କୌଣସି ବୃକ୍ଷ ଓ ଉଦ୍ଭିଦ ନାହିଁ। ସେଥିରେ ମୃତ ଶରୀରକୁ ବାଜାରରେ ରେତରେ ତାଲିକା କରାଯାଇଥାଏ। ଭାରତରେ ବୃକ୍ଷ ଓ ଉଦ୍ଭିଦ ଅଛି, ତେଣୁ ସେଠାରେ ମୃତ ଶରୀରକୁ ଜଳାଇ ଦିଆଯାଏ। ଭାରତରେ 14 ବର୍ଷ ପୂର୍ବେ କୌଣସି ମୁସଲମାନ ନଥିଲେ। ଧର୍ମ କୌଣସି କପଡ଼ା ନୁହେଁ ଯେଉଁଥିରେ ଯେତେବେଳେ ଚାହିଁଲେ ପରିବର୍ତ୍ତନ କରିବାକୁ ସମ୍ବଲି ଥାଏ। ଆପଣ ନିଜ ଇଚ୍ଛା ସହିତ ଅଲଗା ଧର୍ମରେ ପରିବର୍ତ୍ତନ କରିପାରିବେ ନାହିଁ। ମୁଁ ଗୋଟିଏ ବ୍ୟକ୍ତିଙ୍କର ଘରକୁ ଗଲିଥିଲି। ସେଠାରେ ଗୋଟିଏ ଛିଆଟ ଲାଡ଼କା ଥିଲେ ଯେଉଁଥିରେ 22 କିମ୍ବା 23 ବର୍ଷ ପୁରୁଣା ଥିଲେ। ସେ ବହୁତ ବିମାର ଥିଲେ। ମୁଁ ସେଉଁଠାରେ ସେ ଚିଆଟି ଉପରେ ହାତ ରଖି ଆତ୍ମାରେ ଧ୍ୟାନ କରିଲି, ଯାହାପରେ ସେ 3 ମିନିଟ୍ ମଧ୍ୟରେ ସୁସ୍ଥ ହେଲେ। ସକାଳେ ସେ ଡକ୍ଟରଙ୍କୁ ଯାଇ ଯାଞ୍ଚ କରାଇଲେ, ତେବେ କିଛି ନଥିଲା। ପ୍ରତ୍ୟେକ ମଣିଷର ଶରୀରରେ ମନ, ବିବେକ, ଚେତନା କେଉଁଠାରେ? ସେଉଁଠି ଯେଉଁ ଶକ୍ତିରେ ଶିଶୁର ଜନ୍ମ ହୁଏ, ସେହି ଶକ୍ତି କେଉଁଠାରେ? କୌଣସି ଡକ୍ଟର କହିପାରିବେ ନାହିଁ। ଯାହା ମୁଁ କରିପାରେ ସେହି ପ୍ରତ୍ୟେକ ମଣିଷ କରିପାରିବେ। ସେଥିପାଇଁ ଆପଣଙ୍କୁ ସେମାନେ ଧ୍ୟାନ କରିବାକୁ ପଡ଼ିବ। ଯେଉଁ ଜିନିଷକୁ ଆମେ ଉପରୁ ଆଣିଛୁ ତାହାକୁ ଆମକୁ ଆପଣଙ୍କ ଭିତରେ ସାରଥି କରିବାକୁ ପଡ଼ିବ। ସେଥିକୁ ଉଦ୍ଧାର କରିବାକୁ ଆପଣଙ୍କୁ ଏହାକୁ ଜାଗୃତ କରିବାକୁ ପଡ଼ିବ। ଯଦି ଆପଣ ମନ୍ଥନ କରିବେ, ତେବେ ଆପଣଙ୍କୁ ଭଗବାନ ମିଳିବେ, ଅଲ୍ଲାହ ମିଳିବେ। ଆପଣ କେହି ହେଉଛନ୍ତି ସେଥିପାଇଁ ମଧ୍ୟ ଜାଣିବେ। ସମସ୍ତ ବୃକ୍ଷ, ଉଦ୍ଭିଦ, ମଣିଷ, ପ୍ରାଣୀଙ୍କ ସମସ୍ତ ବିକାଶ ଏକ ସମାନ ପାଞ୍ଚତ୍ୱ ଦ୍ୱାରା ହେବାରେ ସେମାନେ ତିଆରି ହେବେ। ଆପଣଙ୍କୁ ନିଜର ଉପରେ ଆସ୍ଥା ରଖିବାକୁ ପଡ଼ିବ, ବିଶ୍ୱାସ ରଖିବାକୁ ପଡ଼ିବ। ଯଦି ଆପଣ ନିଜର ଉପରେ ବିଶ୍ୱାସ ନାହିଁ ରଖିବେ, ତେବେ କେହି ଆପଣ ଉପରେ ବିଶ୍ୱାସ କରିବେ ନାହିଁ। ଅଲ୍ଲାହ, ଭଗବାନ, ମଣିଷ, ପ୍ରାଣୀ, ବୃକ୍ଷ ଏବଂ ଉଦ୍ଭିଦ ସମସ୍ତଙ୍କର ପ୍ରକୃତି ଓ ଆକାଶର ଅଂଶ। ସେମାନଙ୍କର ଜ୍ଞାନ ହେଉଛି ଆମର ଜ୍ଞାନ, ସେମାନଙ୍କର ଆଦର୍ଶ ହେଉଛି ଆମର ଆଦର୍ଶ, ସେମାନଙ୍କର ବଳିଦାନ ହେଉଛି ଆମର ବଳିଦାନ। ନିଜର ଶକ୍ତିକୁ ଚିହ୍ନଟ କରନ୍ତୁ ଏବଂ ତାହାକୁ ଉଦ୍ଧାର କରନ୍ତୁ।